ଆଜିର ପାଇଟି ସରିଗଲା। ହାଲୋ ହାଲୋ ହାଲୋ, ଏଙ୍କର ତ ଅଫିସ ଟାଇମ ହେଇଗଲାଣି। ସିଏ ଏବେ ବାହାରିବେ। ମୁଁ ଯାଏ ଆଉ ଯାହା କାମ ଅଛି ତାକୁ ସାରିଦିଏ। ଯାଏ। ମୁଁ ତ ବଡ଼ ଦେଉଳର ପାରାରେ ନୀଳଚକ୍ର ଯାକ ଚମତ୍କାର ସ୍ତ୍ରୀ ଖଣ୍ଡେ ମୁଁ ପାଇଛି। ଏମିତି ସ୍ତ୍ରୀ ପାଇ ମୁଁ ନିଜକୁ କୃତକୃତ ଫିଲ୍ କରୁଛି। କଣ କରିଛି ସେ ଦାନ ବାରଟାକୁ ଓଳେଇ ଆଳିକି ସବୁ ଚିକଣ କରିଦେଇଛି। ଗୋଟିଏ ବି ଅଳିଆ। ଚମ୍ପାବତୀ, ଚମ୍ପାବତୀ, ଆରେ କୁଆଡେ ଗଲ? ଆରେ ଚମ୍ପାବତୀ ମରିଗଲା ନା କଣ? ଅଛି। କଣ ହେଲା? ତୁ ଜୋରେ କାଇଁ ଚିଲଉଛ? ତମକୁ ମୁଁ କହିଥିଲି ଘର ଦାଣ୍ଡଟାକୁ ଭଲ ଭାବରେ ସଫା କରିବାକୁ। ଭଲସେ ତ ସଫା କରୁଛି। ହେଲେ ଏଠି ଝାଡୁର ଛୁର କାଇଁ ପଡିଛି? ସେଟା କେମିତି ପଡିଯାଇଛି ମୁଁ ଜାଣିନି। ଘର ଭିତରେ ଢୋକଲା ପଶିଗଲାଣି, ତତେ ଜଣା ପଡୁନି? ତାକୁ ବି ଗୋଡେଇ ଦଉଛି। ଏଟା ଗୋଟେ ସ୍ତ୍ରୀ ନା ଆଉ କଣ? ଆରେ ବାରମ୍ବାର କହୁଛି ଘରଟାକୁ ଟିକେ ଚିକଣ ରଖିବ। ଅଳିଆ ଆବର୍ଜନା ଯାହା ବାହାରୁଛି ଆମର ପୌର ପରିଷଦ ତରଫରୁ ଯୋଉ ଗାଡି ଆସୁଛି ସେଇଥିରେ ପକେଇ ତାକୁ ଗାଡିରେ ପଠେଇ ଦେବା ପାଇଁ। ହେଲେ ଇଏ କଣ ଶୁଣିବ? ଯୋଉ ଦିନ ରୋଗରେ ପଡିବ ସେଇ ଦିନ ମୋ କଥା ବୁଝିବ। ଏଇ ସ୍ୱାମୀଟା କହୁଥିଲା, ଆଜି କହିକିରି ଚାଲିଗଲା। ହେଇ ଦେଖ, ଶୁକୁଟି ନେଇଥିଲା ଆମ ଝାଡୁ ଖଣ୍ଡକ। ଝାଡୁ ଖଣ୍ଡକ କେମିତି ଫୋପାଡ଼ି ଦେଇକି ଯାଇଛି। ଶୁକୁଟି ଆସୁ ତାର ମୋର କଥାବାର୍ତ୍ତା। ଆରେ ତୋ ଘରେ ଯଦି ଝାଡୁ ନାହିଁ ତୁ ଝାଡୁ ଖଣ୍ଡ କିଣି ଆଣିବୁ। ଆମ ଝାଡୁ କାଇଁ ନେବୁ ବା? ତୋର ବହୁତ ବହପ ହେଇଗଲାଣି। ହେଇ ଏ ଶୁକୁଟି, ଏ ଆଚାର, ସେ ପାମ୍ପଡ଼ ଖାଉଥବୁ। ମୁଁ ଅଳିଆ ତୋ ଫୋପାଡ଼ି ଦେଇକି ଆସେ। ସେଇ ଛୁଆ ଏଇଠି କୁଆଡେ ଯିବୁନି। ହେ ନା ଆଚ୍ଛା ତମେ ଅଳିଆଟା କୋଉଠି ଫୋପାଡ଼ିଲ? ଅଳିଆଟା କୋଉଠି ଫୋପାଡ଼ିଲେ ଟିକେ କହିଦିଅନ୍ତୁ। ଯୋଉଠି ଫୋପାଡ଼ିବା କଥା ନଥିଲା ସେଇଠି ଫୋପାଡ଼ି ଦେଲ। ଆଚ୍ଛା ତମକୁ ମୁଁ କେଇଥର କହିଲିଣି? ଯେତେବେଳେ ତମ ଘରଟା ସଫା କରିଦଉଛ ଚିକଣ ରହିବ ବୋଲି ଘର ଭିତରୁ ଯାହା ଅଳିଆ ପତ୍ର ବାହାରୁଛି ତାକୁ ଆଣି ଦାଣ୍ଡରେ ପକେଇ ଦଉଛ। ଆଚ୍ଛା ବାହାରେ ଯଦି ଅଳିଆ ଆବର୍ଜନା ପକେଇବ ତାହେଲେ କଣ ଅସୁବିଧା ହବ ଜାଣିଛ? ଡ୍ରେନ ଭିତରେ ପାଣି ଜମା ହେଇଯିବ। ସେଠି ମଛା ତିଆରି ହେଇଯିବେ, ମଛା ଜନ୍ମ ଲାଭ କରିବେ। ତାପରେ ସେଇ ମଛା ଆସିକି ତମକୁ ପଡିବେ। ହେଇ ଦେଖ ବା, ତମକୁ କିଏ କହିଥିଲା ରାସ୍ତା ମଝିରେ ଛିଡା ହେବା ପାଇଁ? ମୁଁ ତ ଅଳିଆ ତକ ନଉଥିଲି ଗାଡି ଫୋପାଡ଼ିବା ପାଇଁ। ତମେ ଯଦି ମୋ ରାଧା ରାସ୍ତା ମଝିରେ ଠିଆ ହେଲ, ଅଳିଆ ତକ ଫୋପାଡୁ ଫୋପାଡୁ ତମ ଦେହରେ ପଡିଗଲା। କଣଟା ଏମିତି ଅସୁବିଧା ହେଇଗଲା? କେତେ ବଡ ଲସ୍ ରେ ପଡିଲେ ଜାଣିଛ? କଣ ପଡିଲି? ଆହୋ ତମେ ସେ ଅଳିଆ ଗୁଡାକ ଯଦି ଅଳିଆ ଗାଡିରେ ଦେଇଥାନ୍ତ ତାହେଲେ ସେମାନେ ନେଇ ସେଟାକୁ ଖତ ତିଆରି କରିଥାନ୍ତେ। ଆଉ ସେ ଖତ ତମର ଭାତ ହେଇକି ପାଟିକି ଯାଇଥାନ୍ତା। ହାଲୋ, କିନ୍ତୁ ତମେ ଗୋଟେ ପୁରୁଷ ଲୋକ ଗୋଟେ ସ୍ତ୍ରୀ ଲୋକ ସାଙ୍ଗରେ ମୁହଁ ଲଗୁଛ। ତ ମୁହଁକୁ ଟିକେ ଖରାପ ଲାଗୁନି? କଣ ଚାଲିଗଲେ କହିଲେ କଣ ଖତ ତିଆରି ହବ ଖାଇଥାନ୍ତ। ଏ ମତେ ତ ଭାଷଣ ଦିଅନିବ। ନନସେନ୍ସ ଇଡିଏଟ୍ ରାଶି ତେଲ ଜଡ ତେଲ ଏମାନଙ୍କ ସହିତ କଥା ହେଇକି କିଛି ଲାଭ ନାହିଁ। ତମ ଘରେ ଜଡ ତେଲ ନାହିଁ କି? ପଇସା ଘରୁ ବାଇକ ଆଣି ଦେଇଯିବା। ହଁ ତମେ ଗଲ। ଆଲୋ ଗାନି, କଣ ହେଇଛି ମତେ ଟିକେ କହିଲୁ? କଣଟା ନ ହେଇଛି ତ ସ୍ୱାମୀକି ପଚାରୁନୁ। କଣଟେ ହେଇଛି? ଆଲୋ ମୁଁ ଅଳିଆ ତକ ଯଦି ଫୋପାଡ଼ି ଫୋପାଡ଼ି ଯଦି ସ୍ୱାମୀ ଦେହରେ ପଡିଗଲା କଣଟା ଅସୁବିଧା ହେଇଗଲା ମାଟିକି କହିଲୁ? କଣଟା କହିଲୁ? ଆଉ ଟିକେ କହିଲୁ। ଆଲୋ ଅଳିଆ ତକ ଫୋପାଡ଼ି ଫୋପାଡ଼ି ଯଦି ତୋ ସ୍ୱାମୀ ଦେହରେ ପଡିଗଲା କଣ ଅସୁବିଧା ହେଇଗଲା? ଅଳିଆଟାକୁ ଫୋପାଡ଼ିଲେ ପୁଣି ମୋ ସ୍ୱାମୀ ଦେହର। ହଁ ଲୋ, ଧନ ପଡିଗଲା। ଧନ ପଡିଗଲା ତାପରେ ପୁଣି ଉଚ୍ଚସ୍ୱରରେ ମୋ ସ୍ୱାମୀ ସହିତ କଥା ହେଲା। ଆଲୋ ତୋର ଏତେ ସାହସ? କଣ? ଆଲୋ ଶୁକୁଟି ସଫା କରିଦେଲା ବା। ମୋ ଧନରେ କେତେ ବୁଦ୍ଧି, କେତେ ବୁଦ୍ଧି ନାଇଁ? ହଉ ଏଲୋ ମାଲୋ, ଆଉ ଦେ ଏ କଣ କଲୁ କି ଶୁକୁଟି? ଅନେଇଲୁ ତତେ ମୁଗ ଦେଲା ପରେ ଦଳି ନ ଦେବି ନା କହିବି। ହଁ
ଦେଇଥିଲା ଲୋ ସେ ଯାବ ସେ ବୋଉ କଥା ଛାଡ଼ 1000 ଟଙ୍କା ଦେଇକି ମେକଅପଟା କିଣିଥିଲି ସେଗୁଡ଼ାକ ସବୁ ଝାଡ଼ୁ ବୋହିଗଲା। ଆଲୋ ମା ତୁ ଏମିତି ବାଡ଼ିଆ ବାଡ଼େଇଛି ମୋ ଅଣ୍ଟାଟାକୁ ପୁରା ବ୍ୟାଣ୍ଡ କରିଦେଇଛି। ଚାରା ହେ ରହ ତୁ ତାଙ୍କ ସ୍ୱାମୀ ଗୁଡ଼ା କରୁଛୁ ନା ହଁ ମୁଁ ଯାଉଛି। ହେ ଅଳିଆ ପକେଇକି ହେ ଅନେଇଲୁ ନାନି ଜାନି ବା ମୋ କଥା ଶୁଣିକି ଯା ଯେତେ କଥା ଘରେ ଅଳିଆ ବାହାରିବ ସବୁ ଯେ ତା ଦୁଆରେ ପକେଇବୁ। ହେ ଭିଣେଇ ଭଲ ଅଛ ନା ଦୂରେ କାଇଁ ଯାଉଛ ତମେ ରାଗ ଲାଗୁଛି ମୋ ଭିଣେଇ ନା ଧରିକି ପଳେଇଲା। ଜ୍ୱରଟା 5 ଦିନ ହେଲା ଛାଡୁନି ମୁଣ୍ଡ ଉଠି ଯାଇଛି ଦେହ ହାତ ଖାଲି ଥରି ଯାଉଛି। ବାରମ୍ବାର କୁକୁଡ଼ାକୁ ମନା କଲେ କଣ ଶୁଣୁଛନ୍ତି ଅଳିଆ ଗୁଡା କାହିଁକି ମତେ ରୋଗ ହେଇଛି କାଲି ଆଉ କାହାକୁ ହେଇଯିବ ଏମିତି ଜଣ ଜଣଙ୍କର ସମସ୍ତଙ୍କୁ ରୋଗ ବ୍ୟାପିଯିବ ଏ ରୋଗ ଆଉ ଛାଡିବନି। ମତେ ଯାହା ଲାଗୁଛି ମତେ ମ୍ୟାଲେରିଆ ହେଇଯାଇଛି ବୋଧେ ମଛ ତ ବାରମ୍ବାର କାମୁଡ଼ିଲେ ମୋ ଘରଟାକୁ ମୁଁ ସଫା କଲେ କଣ ହବ ସାହି ପଡ଼ିଶା ଲୋକ ତ ଦାଣ୍ଡ ପରିବେଶକୁ ବନ୍ଧିଆ କରିକି ରଖିଛନ୍ତି। ହେ ଭଗବାନ। ଟିକେ ପାଣି ପିଇଦିଅ। ପାଣି ପିଇଲେ କଣ ମୁଁ ଆଉ ବଞ୍ଚିବି ଏ ମ୍ୟାଲେରିଆ ରୋଗ ମତେ ଆଉ ଛାଡ଼ିବନି ମତେ ଯେମିତି ହେଲେ ଧୀରେ ଧୀରେ କରିପାରିବ ଆଉ ଛାଡ଼ିବନି। ତମେ କଣ ସବୁ ଜାଣିଛ? ଆରେ ମୁଁ ତମକୁ କେତେ ଥର କହିଛି ଆମେ ଗାଁ ଛାଡ଼ି ସହରକୁ ଚାଲିଯିବା ହେଲେ ତମେ କଣ କେତେବେଳେ ମୋ କଥା ଶୁଣୁଛ? ଚାଲିଯିବା କୋଉଠିକି ଚାଲିଯିବା କଣ ପାଇଁ ଚାଲିଯିବା? ଏଇଟା ହଉଛି ମୋ ଗାଁ ମୋ ମାଟି ଏ ମାଟିକି ଛାଡ଼ି କୁଆଡ଼େ ଯିବିନି। ବହୁତ ଚେଷ୍ଟା କଲି ମୋ ଗାଁର ଲୋକମାନଙ୍କୁ ବଞ୍ଚେଇବା ପାଇଁ ପାରିଲିନି ମୁଁ। ଆରେ ତମେ ବୁଝୁନ କାହିଁକି? ତମେ କଣ ଏକା ଚେଷ୍ଟା କଲେ ସମସ୍ତଙ୍କୁ ବଞ୍ଚେଇ ଦବ? ବଞ୍ଚେଇ ପାରିଲିନି ସିନା ହେଲେ ଆଜି ବି କାହାକୁ କହିବାକୁ ମୁଁ ଭୁଲିବିନି। ସମସ୍ତଙ୍କୁ ଏବେ ବି କହୁଛି ନିଜ ପରିବେଶକୁ ଯେ ପର୍ଯ୍ୟନ୍ତ ସଫା ନ ରଖିଛ ସେ ପର୍ଯ୍ୟନ୍ତ ତମେ ସୁସ୍ଥ ନୁହଁ ତମ ପିଲା ଛୁଆ ସୁସ୍ଥ ନୁହନ୍ତି। ଯଦି ଗୋଟାଏ ରୋଗ ହେଇଯିବ ନା ଜୀବନ ସାରା ଅର୍ଜନ କରିଥିବା ଧନ ସେ ଗୋଟିଏ ରୋଗରେ ଚାଲିଯିବ। ତମେ ଆଉ ବେଶୀ କଥା କୁହନି ଦେଖିଲ କେତେ ଜୋରେ କମ୍ପ ଉଠିଲାଣି। ଚାଲ ଚାଲ ଆମେ ମେଡିକାଲ ଯିବା। ସ୍ୱାମୀ କଣ ଆଜି ଘୋଡ଼ା ଘୋଡ଼ି ହେଇଯାଉଛି କଥା କଣ ଆଉ କୁଆଡେ ଯାଉଛ ବା? ସମ୍ଭାଳିକି ଟିକେ ଚଳିଥିବୁ ହେ ଅନେଇଲୁ ତାକୁ ଜ୍ୱର ହେଇଛି କାଲି ତାକୁ ଜ୍ୱର ହବ କାଲି ଯଦି ମତେ ଜ୍ୱର ହବ ଏ ଜ୍ୱର କଥା ଟିଆ ଜ୍ୱର ହେଇକି ଭାଇରସ ଜ୍ୱର ଲୋ ମା ଯେତେ ଶୀଘ୍ର ପାରୁଛ ଦୂରେଇକି ରହ ଯାଅ ବସିବାରେ। ସେମିତି କିଛି ହବନି। ଆଉ କଣ ହେଇଛି ମାଉସୀ? ପାଟି ତ ମନା କର। ଜ୍ୱର ହେଇଛି। ଜ୍ୱର ହେଇଛି? ହଁ ଜ୍ୱର ହେଇଛି ସେ ମେଡିସିନ ଖାଇଲେ ଠିକ ହେଇଯିବେ। ହଁ ମେଡିସିନ ଖାଇଲେ ସେ ଠିକ ହେଇଯିବେ ରୋଗୀକୁ ଯତ୍ନ ନେବାକୁ ପଡିବ ନା ଆଉ ଆପଣ ବ୍ୟସ୍ତ ହେଲେ ତାଙ୍କୁ ବାହାର କରିଦେଲେ ଆପଣ ନିଜେ ଭଗବାନ। ଆଚ୍ଛା ମାଉସୀ ଆପଣ ଶୋଇଲା ବେଳେ ମଶାରୀ ଟାଙ୍ଗୁଛନ୍ତି? ଆଜ୍ଞା ମଶାରୀ ଟାଙ୍ଗୁଛନ୍ତି ଯଦି ଜ୍ୱର କେମିତି ହେଲା? ମଶା କାମୁଡ଼ିବା ଦ୍ୱାରା ରୋଗ ଗୁଡ଼ାକ ହଉଛି। ଆଚ୍ଛା ଆପଣ ମାନେ ପ୍ରଥମେ କୁହନ୍ତୁ ଅଳିଆ ଫଳିଆ ଆପଣ କୋଉଠି ପକଉଛନ୍ତି? ଶୁଣନ୍ତୁ ଅଳିଆ ଯଦି ଆପଣ ଇଆଡେ ସାଡେ ପକଉଛନ୍ତି ସେଥିରେ ମଶା ମାଛି ବହୁତ ଜନ୍ମ ହଉଛନ୍ତି ଆଉ ସେଗୁଡାକ ଆମକୁ କାମୁଡୁଛନ୍ତି। ସେଗୁଡା କାମୁଡିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହଉଛି ମ୍ୟାଲେରିଆ ହଉଛି ଡେଙ୍ଗୁ ହଉଛି ଆମକୁ ମାଛି ଯୋଉ ବସିଥିବ ଖାଇବା ଖାଇଲେ ହଇଜା ଡାଇରିଆ ବହୁତ କିଛି ହଉଛି ବୁଝିପାରୁଛନ୍ତି ତ? ଆଜ୍ଞା ଆଚ୍ଛା ମାଉସୀ
ତାଙ୍କୁ ଯୋଉ ଜ୍ୱର ହେଇଛି ତାଙ୍କୁ ମୁଣ୍ଡ ପେନ୍ ହଉଛି, ଦେହ ହାତ ଦରଜ ଦଉଥିବ, ଆଜ୍ଞା ଆଉ ଭୋକ ଲାଗୁନଥିବ, ବାନ୍ତି ଲାଗୁଥିବ, ଆଜ୍ଞା ଏଇଟା ହଉଛି ମ୍ୟାଲେରିଆ। ଏଇଥିପାଇଁ ମେଡିସିନ ଅଛି। ଆପଣ ମେଡିକାଲକୁ ଯିବେ, ମୋ ସହିତ ଚାଲିବେ ହେଲା। ମୋ ସହିତ ଗଲେ ମୁଁ ମେଡିସିନ ଲେଖିଦେବି, ସେଟାକୁ ଯଦି ଆପଣ କଣ୍ଟିନ୍ୟୁ ଖାଇବେ ତାହେଲେ ମ୍ୟାଲେରିଆ ରୋଗ ଠିକ ହେଇଯିବ। ଆଉ ମୁଁ ଯାହା କହିଲି, ମଶାକୁ ଦୂରେଇବା ପାଇଁ ଆପଣଙ୍କ ଘର ପାଖାପାଖି ଯେତିକି ବି ପାଣି ଜମିଥିବ ସେଗୁଡାକୁ ସଫା କରିବେ, ଘାସ ଥିବ ସେଟାକୁ କାଟିକି ସଫା କରିବେ, ତାହେଲେ ମଶା ମାଛି କିଛି ଆସିବେ ନାହିଁ ଆଉ କାମୁଡ଼ିବେ ନାହିଁ। ଆଜ୍ଞା ତାପରେ ହେଲା, ମୁଁ ଗୋଟେ କମ୍ପ୍ଲେନ ଶୁଣିଲି ଆପଣଙ୍କ ପିଲାକୁ କଣ ବାହାରେ ଝାଡା କରୁଛନ୍ତି। ଆଣିକି ଝାଡା ବସି ଯାଉଛି ରାସ୍ତା କଡରେ, ଆଉ କଣ କରିବି? ବାହାରେ ଝାଡା କରୁଛନ୍ତି? ହଁ। ପାଇଖାନା ନାହିଁ? ପାଇଖାନାରେ କିଏ ଝାଡା ବସେଇବ? ପାଇଖାନାରେ ଝାଡା ବସେଇବି, ଜାଳ ଘଷି କାଠ ସବୁ କୋଉଠି ଥୋଇବି? ଦେଖନ୍ତୁ ମାଉସୀ, ଆପଣ ଯଦି ବାହାରେ ଝାଡା କରିବେ ସେଥିରେ ମାଛି ବସିବେ, ସେଇଟା ସେଇ ମାଛି ଗୁଡାକ ଆମ ଖାଇବାରେ ବସିବେ ନା ନାହିଁ? ଆଉ ସେଇଟାକୁ ଆମେ ଖାଇବା, ରୋଗ ହବ ନା ହବନି? ହବ। ଆଉ ହଁ ଏଇଟା ଗୋଟେ ଦେଖନ୍ତୁ, ତାଙ୍କୁ ରୋଗ ହେଲା, ହଁ ସେଇ ମଶାଟା ଯଦି କାମୁଡିକି ଆଉ ଜଣଙ୍କୁ କାମୁଡିବ, ରୋଗଟା ଡେଇଁବ ନା ନାହିଁ? ହଁ ଡେଇଁବ। ଏମିତି କରିକି ସାରା ସବୁଆଡେ ରୋଗ ହେଇଯିବ। ସେଇଥିପାଇଁ ଆମେ ମାନେ ଯଦି ନିଜେ ସଚେତନତା ଅବଲମ୍ବନ ନ କରିବା, ବିଭିନ୍ନ ପ୍ରକାର ରୋଗ ହବ ଆଉ ଆମେ ମାନେ ସମସ୍ତେ ହଇରାଣରେ ପଡିବା। ସେଇଥିପାଇଁ ଆଜି ସମସ୍ତେ ସହାୟତା କରିବା ଦରକାର କି ଯେତିକି ବି ଓଡିଆ ଥିବ ସଫା କରିବେ। ଡଷ୍ଟବିନ ରଖନ୍ତୁ ଆଜ୍ଞା, ଡଷ୍ଟବିନ ରେ ଶୁଖିଲା ଓଦା ସବୁ ଅଲଗା ଅଲଗା ରଖିବେ। ଆଉ ଆମେ ମାନେ ସମସ୍ତେ ସଫାସୁତୁରା ରହିଲେ ଆମ ଗାଁ ଆଗକୁ ବଢିବ, ଆମ ଦେଶ ବି ଆଗକୁ ବଢିବ। देख 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 तू यहाँ वहाँ न फेंक, देख 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 तू यहाँ वहाँ न फेंक, देख फैलेगी बीमारी होगा सबका बुरा हाल। तो क्या करें भैया? गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल। देख 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 तू यहाँ वहाँ न फेंक, देख फैलेगी बीमारी होगा सबका बुरा हाल। अरे तो क्या करे भैया? गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल। सुन भैया सुन बहना, मेरा है यह कहना, सब्जी के छिलके हैं कतरन जो फल के हैं, घर में पड़ी धूल डस्ट हमको देता भारी कष्ट, पूजन के बाद बची राख फूल पाती है, कुछ चीजें सड़ी गली बीमारी लाती है। देख 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 कचरा यूं न कहीं फेंक, देख 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 कचरा यूं न कहीं फेंक, देख मान भी जा बात मेरी, देख यूं न टाल। अरे तो क्या करें भैया? गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल, गाड़ी वाला आया घर से कचरा निकाल। आज्ञा कार्यक्रम केमती लगिला? भल लगिला? कौन शिखिले एथिरु? सचेतन हवा, आम परिवेश को परिष्कार परिच्छन्न रखिबा, घर भीतर टू बाहर सबुआडे परिष्कार रखिबा। परिष्कार रखिले मशा माछी हेबे नाही, मशा नहले रोग हब नाही। आ कोठी पानी जमिया को दबा नाही, जदि पानी बाहर जमुची ताले मशा माने सेठी जन्म नउचंती। गोटे मशा छोटिया मशाटे कामुडिले विभिन्न प्रकार रोग होची, मलेरिया होची, डेंगू होची, फाइलेरिया होची। आज्ञा फाइलेरिया एमिति गोटे रोग, मशा कामुड़िबार 5 ରୁ 10 वर्ष पर सेटा बाहरिबो, केते सांघातिक जणा पड़िबनी। तेणु आमे सतर्क हवा, राति रे घरे सोइला बेले मशारी टांगिकी सोइबा,
ଶୁଣୁଛନ୍ତି ଆପଣମାନେ ସମସ୍ତେ ମଶାରୀ ଟାଙ୍ଗି ଶୋଇବା। ମୁଁ ଧନ୍ୟବାଦ ଜଣାଇବି ଆମର ଗୁଣପୁର ପୌର ପରିଷଦ ଯେଉଁ ପୌର ପରିଷଦ এই କାର୍ଯ୍ୟକ୍ରମ କରିଛି ଆପଣମାନଙ୍କ ପାଇଁ এই ସଚେତନମୂଳକ କାର୍ଯ୍ୟକ୍ରମ। ମୁଁ ତାଙ୍କୁ ଧନ୍ୟବାଦ ଜଣାଇ ଆଜିର ପ୍ରୋଗ୍ରାମ ଏଇଠି ଶେଷ କରୁଛି।